ଓଡ଼ିଆ ସିନେମା ଜଗତକୁ ଆସିଛି ଏକ ଅପୂରଣୀୟ କ୍ଷତି। ପରଲୋକରେ ବିଶିଷ୍ଟ ଚଳଚ୍ଚିତ୍ରର ନିର୍ମାତା ରବି ସ୍ୱାଇଁ 77 ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। 90 ଦଶକରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ରବି ସ୍ୱାଇଁ ଜୋର ଜାର ମୁଲକଦାର, ଉର୍ଦ୍ଦଣ୍ଡୀ ସୀତା, କି ହବ ଶୁଆ ପୋଷିଲେ ଓ ପଞ୍ଜୁରୀ ଭିତରେ ସାରି ଭଳି ଅନେକ ହିଟ୍ ସିନେମା ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ତାଙ୍କ ସୃଜନଶୀଳ କୃତି ଓ ଓଡ଼ିଆ ସିନେମା ଇତିହାସରେ ଚିରସ୍ମରଣୀୟ ହୋଇ ରହିବ। ତାଙ୍କର ଚଳଚ୍ଚିତ୍ରମାନେ କେବଳ ମନୋରଞ୍ଜନ ନୁହେଁ, ସେହି ସମାଜକୁ ସଠିକ୍ ସନ୍ଦେଶ ଦେବାର ଚେଷ୍ଟା ଥିଲା। ଚଳଚ୍ଚିତ୍ର ଜଗତ ସହିତ ସେ ସାମାଜିକ କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସାମାଜିକ କାର୍ଯ୍ୟକ୍ରମକୁ ସେ ଅନୁପ୍ରେରଣା ଓ ସହଯୋଗ ଯୋଗାଇଥିଲେ। ତାଙ୍କର ପରଲୋକରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ଲୋକମାନେ ଓ ସିନେମା ପ୍ରେମୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଓଡ଼ିଆ ସିନେମା ଜଗତ ପାଇଁ ଏହା ଏକ ନିଶ୍ଚୟ ଅପୂରଣୀୟ କ୍ଷତି। ରବି ସ୍ୱାଇଁଙ୍କ ଅବଦାନ ସଦା ସ୍ମରଣୀୟ ହୋଇ ରହିବ। ସେ ଏକଧାରାରେ ବହୁତ ମିଷ୍ଟ ମଣିଷ ଏବଂ ବଞ୍ଚିବାର ରାହା ଗୋଟେ ସମାଜରେ କେମିତି ବଞ୍ଚିବ ଏବଂ କେମିତି ବ୍ୟବସାୟ କରି ସଫଳ କରିବ ତାଙ୍କଠୁ ଶିଖିବାର ଅଛି। ଆଜ୍ଞା, ମୁଁ କିଛି ନଥିଲା ମୋର, ମୁଁ 15 ବର୍ଷ ମେଟ୍ରିକ ପରଠାରୁ ଏଇଠି ରହିଛି ତାଙ୍କ ପାଖରେ ଏବଂ ଘର ଦ୍ୱାର ମୋ 3 ଭଉଣୀକି ବିବାହ କରି ମୁଁ ନିଜେ ଆଜାଦରେ ରହି ବଞ୍ଚିବାର ଟ୍ରିକ୍ଟା ଭଲ କରି ମାଲୁମ। ଏବଂ ସିଏ ଏମିତି ମଣିଷ ମାନେ ମାଟି ଧୋଇଲେ ସୁନା ହେଇଯାଏ, ଆଉ ଯାହା କହନ୍ତି ତାହା ହିଁ କରନ୍ତି। ଦେଖନ୍ତୁ ସେ ସମୟରେ ମଧ୍ୟ ଗୋଟେ ଫିଲ୍ମ ତାଙ୍କର ଥିଲା 90 ଦଶକରେ ଜୋରଜାର ମୁଲକ ତାର ପ୍ରଥମ ଫିଲ୍ମ ଏବଂ ସେ ଫିଲ୍ମରେ ବାର୍ତ୍ତା ଥିଲା ଗୋଟେ ଆଧୁନିକର ହେଇଥିଲା, ଗୋଟେ ଗାଉଁଲି ଝିଅ ପାଇଁ କେମିତି ତାର ଚଳନି ଏବଂ ସହର ଗଲା ପରେ ସେ କେମିତି ଚଳୁଛି, ଏଗୁଟା ଥିଲା ତାର ସମାଜ ପାଇଁ ବାର୍ତ୍ତା। ମାନେ ବଡ଼ ଘରେ ବୋହୂ ହେଇକରି କେମିତି ଚଳିବ, ଏଇଟା ତ ତାର ପ୍ରଥମ ବାର୍ତ୍ତା। ତାପରେ ଦ୍ୱିତୀୟ କଥା ହେଉଛି ତାଙ୍କର ହିନ୍ଦୀ ସିନେମା ମଧ୍ୟ ଥିଲା, ରାଇଟ୍ସ ଅଲ୍ ଓଡ଼ିଶା ପାଇଁ ରାଇଟ୍ସ ଥିଲା। ଫାଷ୍ଟ ପିକ୍ଚର ଥିଲା ଇଲଜାମ ଗୋବିନ୍ଦାର, ନୀଲମ ଏବଂ ଗୋବିନ୍ଦା, ତାପରେ ରାମକଲି, ମା କସମ, ଏସବୁ ଅଲ୍ ଓଡ଼ିଶା ପାଇଁ ରାଇଟ୍ସ ଥିଲା ତାଙ୍କର ଗଣପତି ଫିଲ୍ମସ ନାଁରେ। ତାଙ୍କ ଦେହାନ୍ତ ନେଇ ପିପିଲି କେତେ କ୍ଷତି ହୋଇଛି। ସେ ଜଣେ ଏକଥାରେ ଭଲ ବିଶିଷ୍ଟ ଶିଳ୍ପପତି ଏବଂ ବ୍ୟବସାୟ ସଫଳ ବ୍ୟବସାୟିକ ଆଉ ଜମିଦାର ମଧ୍ୟ। ଅନେକ କ୍ଷତି ସହିଛି ପିପିଲି, ସମସ୍ତେ ଆବାଳ ବୃଦ୍ଧବନିତା ସମସ୍ତେ ଜାଣନ୍ତି ତାଙ୍କୁ ଏବଂ ସମସ୍ତଙ୍କୁ ପରୋକ୍ଷ ଭାବେ ସାହାଯ୍ୟ ମଧ୍ୟ କରିଛନ୍ତି। ତାଙ୍କ ସିନେମାରେ କୋଉ କୋଉ ଅଭିନେତାଙ୍କୁ ସବୁ ସେ ସୁଯୋଗ ଦେଇଥିଲେ? ସେ ପ୍ରଥମ ଅଭିନେତାଙ୍କୁ ହର ପଣ୍ଡାଙ୍କୁ ଫାଷ୍ଟ ଚାନ୍ସ ଦେଇଥିଲେ ଏବଂ ଆମର ନାୟିକା ଯିଏ ଅଛି ଅପରାଜିତା ଷଡ଼ଙ୍ଗୀ, ସିଏ ଥିଲେ ସାଇଟ୍ରେ। ପ୍ରଥମେ ତାଙ୍କୁ ଅପରାଜିତାଙ୍କୁ ମଧ୍ୟ ହିରୋଇନର ଭୂମିକା ଦେଇଥିଲେ ଏବଂ ତାଙ୍କୁ ବିବାହର ଉତ୍ତମ ମାନ ସହିତ ସେ କରିଥିଲେ। ହଁ, ସମସ୍ତେ ଆସୁଛନ୍ତି, ସମସ୍ତେ ମାନନ୍ତି ଗୁରୁ ବୋଲି। ସବୁ ପୁରୁଣାଙ୍କୁ ପଛରେ ପକେଇଦେଲେ। ଆଉ ଇନସିଡେଣ୍ଟ ଗୋଟେ କହୁଛି ମୁଁ, ଦଣ୍ଡାବାଳୁଙ୍ଗା ହେଉଛି ଆମର କଟକର ନାୟକ, କି ନାୟକ ଲିଭର ହେଇଥିଲା ତ ଲିଭର ସିରୋସିସ୍ ହେଇଗଲା, ଆଉ କ'ଣ କରିବ, ହାର୍ଟ ଚୋକ୍ ହେଇଗଲା ରାତିରେ। ଆଉ ସେ ଅନେକ ଫିଲ୍ମ ମଧ୍ୟ ତିଆରି କରିଥିଲେ, କ'ଣ କ'ଣ ସେ ଫିଲ୍ମ ଥିଲା? ପଞ୍ଜୁରୀ ଭିତରେ ପ୍ରଥମେ ହେଇଥିଲା ଆମର ଜୋର ଜାର ମୁଲକ ତାର, ତାପରେ ହେଲା କିଏ ଶୁଆ ପୋଷିଲେ, ତାପରେ ହେଲା ପଞ୍ଜୁରୀ ଭିତରେ ସାରି, ଲାଷ୍ଟକୁ ହେଇଥିଲା ଆମର ଉର୍ଦ୍ଦଣ୍ଡୀ ସୀତା। ଦେଖନ୍ତୁ ଉର୍ଦ୍ଦଣ୍ଡୀ ସୀତା ମଧ୍ୟ ସେ ସମୟରେ ସୁପର ହିଟ୍ ହେଇଥିଲା। 4ଟା ଫିଲ୍ମ ଆମର ସୁପର ହିଟ୍। ଅନେକ ମଧ୍ୟ ସେ ଫିଲ୍ମ ମାଧ୍ୟମରେ ସଚେତନର ବାର୍ତ୍ତା ମଧ୍ୟ ଥିଲା ସେ ସମୟରେ ଓଡ଼ିଆ ଫିଲ୍ମରେ। ସବୁ ଫିଲ୍ମରେ ଶିକ୍ଷା ଶିଖିଛନ୍ତି ସବୁ। ତାଙ୍କ ଦେହାନ୍ତ ନେଇକି ପିପିଲି କେତେ କ୍ଷତି ସହିଛି? ବହୁତ କ୍ଷତି ସହିଛି। ଆପଣ ତ ତାଙ୍କ ନିଜ ଭାଇ, କେତେ ମୁଁ ଆଉ କ'ଣ କହିବି ଯେ। ରବିବାବୁ ଜଣେ ଆମାୟିକ ବ୍ୟକ୍ତି ଏବଂ ସମାଜସେବୀ ଏବଂ ତାଙ୍କର ସିନେମା ଜଗତରେ ବହୁତ ଖ୍ୟାତି ରହିଛି ଏବଂ ସେ ତାଙ୍କର ପଇସା ପ୍ରତି କୌଣସି ଲୋଭ ନଥିଲା। ସେ ସିନେମା ଜଗତରେ ସିନେମା ଶିଳ୍ପକୁ ସେ ଅଗ୍ରଗତି କରିବା ପାଇଁ ବହୁତ ପ୍ରଚେଷ୍ଟା କରିଛନ୍ତି ଏବଂ ତାଙ୍କର ବ୍ୟକ୍ତିଗତ ଜୀବନ ସମାଜ ପ୍ରତି ଉତ୍ସର୍ଗ ହୋଇଥିଲା। ସେ ସମାଜର ଯେକୌଣସି ବ୍ୟକ୍ତି ଆସନ୍ତି ସେ ତାଙ୍କୁ ଆକୁଣ୍ଠିତ ଚିତ୍ତରେ ସାହାଯ୍ୟ କରନ୍ତି, ସହାନୁଭୂତି ଦେଖାନ୍ତି ଏବଂ ତାଙ୍କର ଦୁଃଖ ସୁଖରେ ସହାୟକ ହୁଅନ୍ତି। ତାଙ୍କର ଯେଉଁ କ୍ଷତି ହେଲା, ତାଙ୍କ ପରିବାରର କ୍ଷତି ହେବା ସହିତ ଆମର ପିପିଲି ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତି
ଏବଂ ସେଇଭଳି ବ୍ୟକ୍ତିଙ୍କୁ ଆମେ ହରାଇକିରି ବର୍ତ୍ତମାନ ଅତୁଳନୀୟ କ୍ଷତି ସହିଲୁ ଏବଂ ତାଙ୍କ ପରିବାରକୁ ଈଶ୍ୱର ସହାୟ ହୁଅନ୍ତୁ। ଏହି ସମୟରେ ତାଙ୍କୁ ଈଶ୍ୱର ସହାୟ ହୁଅନ୍ତୁ ଏବଂ ତାଙ୍କର ସ୍ୱର୍ଗର ଆତ୍ମାର ସଦ୍ଗତି ହେଉ। ମୁଁ ଏତିକି ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା। ରବି ସ୍ୱାଇଁ ଜଣେ ଓଡ଼ିଶାର ନାମୀ ଦାମୀ ପରିଚିତ ବ୍ୟକ୍ତି। ସେ ମାନ୍ୟରେ ମୋର ପିଇସା, ମୋ ବାବା ସ୍ୱର୍ଗତ ଯୁଧିଷ୍ଠିର ସାମନ୍ତରାୟଙ୍କର ଭିଣୋଇ। ତାଙ୍କର ଦେହାନ୍ତରେ ସାରା ଓଡ଼ିଶାରେ କ୍ଷତି ଅନୁଭବ କରୁଛି। ସେ ଏକାଧାରରେ ଜଣେ ଶିକ୍ଷାବିତ୍ ଥିଲେ। ଶିକ୍ଷା କ୍ଷେତ୍ରରେ କେମିତି ସମସ୍ତେ ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ, ସମସ୍ତେ ଶିକ୍ଷା ଲାଭ କରନ୍ତୁ, ପିପିଲି ଡେଲାଙ୍ଗ ଶିକ୍ଷିତ ହଉ, ସବୁବେଳେ ସେ ଚିନ୍ତା କରନ୍ତି ଏବଂ ସେଥିପାଇଁ କର୍ମ କାର୍ଯ୍ୟ ମଧ୍ୟ କରନ୍ତି। ସେ ଜଣେ ସମାଜସେବୀ। ସେ ସାଧାରଣ ଗରିବଟିଏ, ଖଟିକିଆଟିର ସବୁବେଳେ ପେଟ ବୁଝନ୍ତି, ମୂଲ୍ୟ ରଖନ୍ତି, ସେମାନଙ୍କୁ ସାହାଯ୍ୟ ସହଯୋଗ କରନ୍ତି ଏବଂ ସେ ଜଣେ ସଫଳ ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଜଣେ ସଫଳ ପ୍ରଯୋଜକ ଏବଂ ତାଙ୍କର ଦେହାନ୍ତରେ ସାରା ଓଡ଼ିଶା, ପୁରୀ ଜିଲ୍ଲା ଏବଂ ବିଶେଷ କରି ପିପିଲି ଡେଲାଙ୍ଗ ଆଜି ମର୍ମାହତ। ଏବଂ ସେ ଯେଉଁ ରାସ୍ତା ଆମକୁ ଦେଖାଇ ଯାଇଛନ୍ତି, ଶିକ୍ଷା କ୍ଷେତ୍ରରେ ହଉ, ଗମନାଗମନ କ୍ଷେତ୍ରରେ ହଉ, ସାଧାରଣ ସୋସିଆଲ ୱାର୍କ କ୍ଷେତ୍ରରେ ହଉ, ସେସବୁକୁ ଆମେ ନିଶ୍ଚିନ୍ତ ବାସ୍ତବ କ୍ଷେତ୍ରରେ ପରିଣତ କରିବୁ। ତାଙ୍କର ଆଶୀର୍ବାଦ, ତାଙ୍କର ସଦିଚ୍ଛା ସବୁବେଳେ ଆମ ଉପରେ ରହୁ ଏବଂ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି, ତାଙ୍କର ଅମରତ୍ୱର ସଦ୍ଗତି କାମନା କରୁଛି। ଦେଖନ୍ତୁ, ତାଙ୍କର ବହୁତ ଅବଦାନ ଥିଲା ଅଞ୍ଚଳର ଡେଭଲପମେଣ୍ଟ ପାଇଁ, ଶିକ୍ଷା ପାଇଁ ଏବଂ ବିଶେଷ କରି ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଗୋଟେ ବହୁତ ବଡ଼ କ୍ଷତି ହେଇଛି। ଏବଂ ବିଶେଷ କରି ତାଙ୍କ ବିଷୟରେ ଯଦି କହିବି, ସିଏ ନିଜଠୁ ଅଧିକା ଅଞ୍ଚଳ ପାଇଁ ଏବଂ ଲୋକମାନଙ୍କ ପାଇଁ କରିଛନ୍ତି ଏବଂ ତାଙ୍କର ବହୁତ ଫିଲ୍ମ ସୁପରହିଟ୍ ହେଇଛି ଯେଉଁଟା ସେ ପ୍ରଡ୍ୟୁସ୍ କରିଥିଲେ। ଏବଂ ବିଶେଷ କରି ମୋର ବାପା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ସହିତ ମଧ୍ୟ ସ୍ୱର୍ଗତ ରବି ବାବୁଙ୍କର ବହୁତ ଭଲ ସମ୍ପର୍କ ଥିଲା ଏବଂ ଆମ ଅଞ୍ଚଳ ପାଇଁ ଏକ ଦୁଃଖଦ ଘଟଣା। ଜଗତର ନାଥ ଜଗନ୍ନାଥଙ୍କର ପାଖରେ, ମହାପ୍ରଭୁଙ୍କ ପାଖରେ ଏତିକି ପ୍ରାର୍ଥନା କରିବି, ତାଙ୍କର ପରିବାରକୁ ଏ ଦୁଃଖଦ ସମୟରେ ଶକ୍ତି ଏବଂ ସାହସ ଦିଅନ୍ତୁ। ତାଙ୍କର ତ ବହୁତ କ୍ଷତି ରହିଛି ତାଙ୍କ ପ୍ରତି। ସେ ଯାହା କରିଛନ୍ତି ତାକୁ ଆମେ କେହି ପୂରଣ କରିପାରୁନାହିଁ। ସେ କିନ୍ତୁ ମୋର ଥିଲେ ବଡ଼ ଭାଇ, ମୋ କନିଷ୍ଠ। ବର୍ତ୍ତମାନ ସେ ମୋର ବଟବୃକ୍ଷ ଥିଲେ, ସଦାସର୍ବଦା ଆମକୁ ଛାୟା ପ୍ରଦାନ କରି ଆସୁଥିଲେ। ଆଜି ତାଙ୍କ ଇଏରେ ଆମେ ଦୁଃଖରେ ମର୍ମାହତ। ସେ ଅସୁସ୍ଥ ଥିଲେ, 7-8 ଦିନ ଭିତରେ ଅସୁସ୍ଥ ଥିଲେ, ଆଜି ଚାଲିଗଲେ ଆଉ। ଦେଖନ୍ତୁ, ସେ ମଧ୍ୟ ବହୁତ ପୁରୁଣା ଫିଲ୍ମ 90 ଦଶକରେ ଅତି ଫିଲ୍ମ ତିଆରି କରିଥିଲେ। ସେ ସମୟରେ ମଧ୍ୟ ପିପିଲି ଭଳି ଜାଗାରେ ଏ କଥାକୁ ଆପଣ କିଭଳି ଦେଖୁଛନ୍ତି? ଫାଷ୍ଟ ଜୋରଜାର ମୂଳତାର ନିର୍ମାଣ କରିଥିଲେ। ସେ ବହୁତ ସଫଳତା ଲାଭ କରିଥିଲା। ହରପଟନା ସେଇଠି ଏଷ୍ଟାବ୍ଲିଶ ହେଇଥିଲେ, ସେଇଠି ସେ ନାଁ କରିଥିଲେ। ତାପରେ ଏମିତି ଚାଲିଛି। ତାପରେ ଧୀରେ ଧୀରେ କିଏ ବସୁ ଆସିଥିଲେ, ପଞ୍ଜୀକୃତ ସାରି ଉଦ୍ଦଣ୍ଡୀ ସୀତା। ତାପରେ ପରେ ଆମର +2 ସାଇନ୍ସ କଲେଜ ପିପିଲି, କ୍ଷେତ୍ରମା ITC ଏବଂ ଦୈତାରୀ ITC ସେ ନିର୍ମାଣ କରିଥିଲେ। ଆଉ ବି କିଛି ଆଶା ତାଙ୍କର ରହିଯାଇଛି, ତାହା ମଧ୍ୟ ସମ୍ପୂର୍ଣ୍ଣ କରାଯିବ। ଫାର୍ମାସୀ କଲେଜ ଏବଂ ଆଉ କିଛି ରହିଛି, ତାହା ଆମେ ସମସ୍ତେ ଲାଗି ତାଙ୍କ କାର୍ଯ୍ୟକୁ, ତାଙ୍କ ଆଶାକୁ ସମ୍ପୂର୍ଣ୍ଣ କରିବୁ। ପିପିଲିରେ ବହୁତ କ୍ଷତି ହେଇଛି। ଆଉ ତ ସେମିତି ଓଡ଼ିଶାରେ ଏମିତି ପିପିଲିରେ ବି ଯଦି ପ୍ରଡ୍ୟୁସର ନାହାନ୍ତି, ଆଜି ପର୍ଯ୍ୟନ୍ତ ବି କେହି ନାହାନ୍ତି। ସେଇଟା ପୁରା କ୍ଷତି ହିଁ ରହିଛି ଆଉ। କ୍ଷତି ହେଇଛି। ପିପିଲିରୁ ପ୍ରଶାନ୍ତ ମହାରାଣାଙ୍କ ରିପୋର୍ଟ, A1 ଓଡ଼ିଶା।